ତାହେଲେ ପିଲେ କାଲିକି ଆମମାନେ ଦେଖୁଥିଲେ ନଳ ଯୋଉ ନୈଷଧୀୟ ଚରିତମ୍ବର ପିଲେ କଣ ବୈଶିଷ୍ଟ୍ୟ ତାପରେ ହଁ ଶ୍ରୀ ହର୍ଷଙ୍କର ପିଲେ ପରିଚୟ ନୈଷଧୀୟ ଚରିତ ପିଲେ ଯୋଉଠୁ ଆସିଛି ମାନେ ମହାଭାରତର ବନ ପର୍ବ ତାର ମଧ୍ୟ ପିଲେ ସଂକ୍ଷିପ୍ତ ପରିଚୟ ଏସବୁ ଆମମାନେ କାଲି ଦେଖିଥିଲେ ନା ନାଇଁ। ତ ଆଜି ଆମମାନେ ଦେଖିବା କି ପିଲେ ନୈଷଧୀୟ ଚରିତମ୍ବର କଣ ବିଷୟବସ୍ତୁ ଅଛି ଯୋଉ 22ଟି ଯାକ ସର୍ଗ ଅଛି କୋଉ ସର୍ଗରେ ପିଲେ କଣ ବର୍ଣ୍ଣନା କରାଯାଇଛି ଠିକ ଅଛି। ଆଉ ବାକି ଆମମାନଙ୍କ ସିଲାବସରେ କେବଳ ପ୍ରଥମ ସର୍ଗ ହିଁ ଅଛି ହେଲା। ତାହେଲେ ଆମମାନେ ଯଦି ପିଲେ ଦେଖିବା ନୈଷଧୀୟ ଚରିତର ପିଲେ ବିଷୟବସ୍ତୁ ତାହେଲେ ପ୍ରଥମ ସର୍ଗରେ ପିଲେ କଣ ବର୍ଣ୍ଣନା ହେଇଛି ନା ନଳ ଆଉ ଦମୟନ୍ତୀଙ୍କର ପରସ୍ପର ଗୁଣ ଶୁଣି ଶୁଣିକିରି ଏମାନେ କେହି କାହାକୁ ଦେଖି ନାହାନ୍ତି ପିଲେ ନଳ ଶୁଣିଛନ୍ତି ଦମୟନ୍ତୀଙ୍କର ଗୁଣ ଦମୟନ୍ତୀ ଶୁଣିଛନ୍ତି ପିଲେ ନଳଙ୍କର ଗୁଣ କେବଳ ଗୁଣକୁ ଶୁଣି ଶୁଣିକିରି ପିଲେ ପରସ୍ପର ପ୍ରତି ସେମାନେ ଅନୁରାଗ ପ୍ରକାଶ କରିଛନ୍ତି। ଆଉ ନଳଙ୍କର ପିଲେ ବନ ବିହାର ନଳ କିଭଳି ଭାବରେ ପିଲେ ବନରେ ବିହାର କରିଛନ୍ତି ଗୋଟେ ହଂସକୁ ପିଲେ ଧରି ପକେଇଛନ୍ତି ହଁ ଆଉ ସେ ହଂସକୁ ପୁଣି ପିଲେ ଦୟା କରିକି ତାକୁ ଛାଡି ଦେଇଛନ୍ତି ବାସ୍ ଏତିକିରେ ଶେଷ ହେଇଯାଇଛି ପିଲେ କଣ ଆମମାନଙ୍କର ପ୍ରଥମ ସର୍ଗ ପିଲେ ପ୍ରଥମ ସର୍ଗରେ କିଛି ନାହିଁ ପିଲେ ଖାଲି ସେଇ ହଂସ ସାଙ୍ଗରେ ଯୋଉ ବାର୍ତ୍ତାଳାପ ଏଇ ବର୍ଣ୍ଣନାରେ ପିଲେ ସରିଯାଇଛି ପୁରାପୁରି ପ୍ରଥମ ସର୍ଗ। ତାପରେ ଦ୍ୱିତୀୟ ସର୍ଗରେ ପିଲେ କଣ ହେଇଛି ନା ହଂସର ପିଲେ କୃତଜ୍ଞତା ଜ୍ଞାପନ ତ ହଂସ ବଡ କୃତଜ୍ଞତା ଜ୍ଞାପନ କରିଛି ନଳଙ୍କ ଆଗରେ ପିଲେ ଦମୟନ୍ତୀଙ୍କର ଗୁଣ ବଖାଣିଛି ଆଉ ନଳଙ୍କର ଅନୁରୋଧରେ ହଂସର ଦମୟନ୍ତୀ ପାଖକୁ ଯାଇକିରି ମଧ୍ୟ ହେଲା ମାନେ ଦମୟନ୍ତୀଙ୍କ ପାଖକୁ ତାଙ୍କର ଯୋଉ ନଗର ପିଲେ କୁଣ୍ଡିନପୁର ତ ସେଠାକୁ ସେ ଗମନ କରିଛି। ଆଉ ତୃତୀୟ ସର୍ଗରେ ହଂସ ଦମୟନ୍ତୀଙ୍କ ଆଗରେ ନଳଙ୍କର ପିଲେ ଗୁଣ ବର୍ଣ୍ଣନା କରିଛି ଦମୟନ୍ତୀ ନଳଙ୍କ ଠାରେ ଅନୁରକ୍ତି ପ୍ରକାଶ କରିଛନ୍ତି ଆଉ ହଂସର ପିଲେ ନଳଙ୍କ ପାଖକୁ ପୁଣି ଫେରିଆସିବା ଅର୍ଥାତ ହଂସ ପିଲେ ପୁଣି ଥରେ ଦମୟନ୍ତୀଙ୍କ ପାଖରୁ ନଳଙ୍କ ପାଖକୁ ପଳେଇ ଆସିଯିବେ। ସେମିତି ଚତୁର୍ଥ ସର୍ଗ ଯଦି ଦେଖିବା ସେଥିରେ ପିଲେ କଣ ବର୍ଣ୍ଣନା ହେଇଛି ନା ଦମୟନ୍ତୀଙ୍କର ବିକଳତାର ଭାବପୂର୍ଣ୍ଣ ବର୍ଣ୍ଣନ ମାନେ ଦମୟନ୍ତୀଙ୍କ ଠାରେ ପିଲେ କାମ ବିକାର ବିକଳତା ମାନେ କାମ ବିକାର ପିଲେ ତାହା ଦେଖା ଦେଇଛି। ଆଉ ପିତ୍ରା ଭୀମସେନ ସ୍ଵୟଂବର ଆୟୋଜନ ଯେହେତୁ ଦମୟନ୍ତୀଙ୍କର ବାପାଙ୍କ ନାଁ ପିଲେ ଭୀମ ସେଥିପାଇଁ ତାଙ୍କର ଅନ୍ୟ ନାଁ ପିଲେ ଭୈମୀ ବୋଲି ବି କୁହାଯାଏ ହଁ ଭୈମୀ ହେଲା। ତେବେ ସିଏ କଣ କରିଛନ୍ତି କି ଝିଅର ଏଇ ସବୁ ବିକାର ଦେଖିକିରି ତ ଝିଅ ପାଇଁ ସ୍ଵୟଂବରରେ ପିଲା ଆୟୋଜନ କରିଛନ୍ତି। ଆଉ ପଞ୍ଚମ ସର୍ଗରେ ପିଲେ ତ ତାଙ୍କ ସ୍ଵୟଂବରକୁ କିଏ କିଏ ଆସିଥିଲେ ନା ଇନ୍ଦ୍ର ଅଗ୍ନି ଯମ ବରୁଣ ହେଲା ଏମାନେ ସମସ୍ତେ ଆସିଥିଲେ କାହାକୁ ନେଇକିରି ସାଙ୍ଗରେ ପିଲେ ନଳକୁ ଦୂତ କରିକିରି ଆଣିଥିଲେ ଅର୍ଥାତ ରାଜା ନଳ କାଳେ ରାଜା ନଳଙ୍କୁ ଦେଖିକିରି ଦମୟନ୍ତୀ କଣ କରିବେ ମାନେ କାରଣ ରାଜା ନଳ ପିଲେ ସମସ୍ତଙ୍କଠୁ ସୁନ୍ଦର ଥିଲେ ସେଥିପାଇଁ ଏମାନେ ରାଜା ନଳଙ୍କୁ ଦୂତ କରିକିରି ଦମୟନ୍ତୀଙ୍କ ପାଖକୁ ପିଲେ ପଠେଇଥିବେ ହେଲା। ଆଉ ଷଷ୍ଠ ସର୍ଗରେ ପିଲେ ଅଦୃଶ୍ୟ ନଳ ଦମୟନ୍ତୀଙ୍କ ପାଖରେ ପହଞ୍ଚିଥିବେ ଆଉ ତାଙ୍କର ସୌନ୍ଦର୍ଯ୍ୟକୁ ପିଲେ ଦେଖିବେ। ସପ୍ତମ ସର୍ଗରେ ପିଲେ ଏଠାରେ କବି ଦମୟନ୍ତୀଙ୍କର ନଖ ଶିଖ ବର୍ଣ୍ଣନମ କୃତବାନ ମାନେ ଦମୟନ୍ତୀଙ୍କର ପୁରା ସ୍ୱରୂପ ବର୍ଣ୍ଣନା କରିଛନ୍ତି ପିଲେ ଯେମିତି ଆମମାନଙ୍କର କୁମାର ସମ୍ଭବରେ ପିଲେ ପାର୍ବତୀଙ୍କର ବର୍ଣ୍ଣନା ସେମିତି ଦମୟନ୍ତୀଙ୍କର ପିଲେ ସମ୍ପୂର୍ଣ୍ଣ ବର୍ଣ୍ଣନା କରାଯାଇଛି। ଆଉ ଅଷ୍ଟମ ସର୍ଗରେ ନଳ ପିଲେ ପ୍ରକଟିତ ହୋଇ ଦେବତା ମାନଙ୍କର ସନ୍ଦେଶ ଦମୟନ୍ତୀଙ୍କୁ ଶୁଣେଇଛନ୍ତି ଆଉ ଏଇ ସବୁ ଦେବତା ମାନଙ୍କ ଭିତରୁ କୌଣସି ଗୋଟିଏ ଦେବତାଙ୍କୁ ଆପଣ ବାଛନ୍ତୁ ବୋଲି ମଧ୍ୟ ଆଗ୍ରହ ପ୍ରକାଶ କରିକି ଦମୟନ୍ତଙ୍କୁ କହିଛନ୍ତି। ଆଉ ନବମ ସର୍ଗରେ ପିଲେ ନଳ ଦମୟନ୍ତୀଙ୍କର କଥାବାର୍ତ୍ତା ଦମୟନ୍ତୀ କୌଣସି ଦେବକୁ ମଧ୍ୟ ବରଣ କରିବେନି ବୋଲି ନିଶ୍ଚୟ କରିଛନ୍ତି ଆଉ ନଳଙ୍କୁ ସ୍ଵୟଂବର ସଭାକୁ ଆସିବା ପାଇଁ ମଧ୍ୟ କହିଛନ୍ତି ଆପଣ ସ୍ଵୟଂବର ସଭାକୁ ଯେମିତି ହେଲେ ବି ଆସିବେ। ଆଉ ଦଶମ ସର୍ଗରେ ପିଲେ ଯୋଉ ସ୍ଵୟଂବର ହେଇଛି ସ୍ଵୟଂବରର ପିଲେ ବର୍ଣ୍ଣନା କରାଯାଇଛି। ଆଉ ଏକାଦଶ ଦ୍ଵାଦଶ ସର୍ଗରେ ପିଲେ ସରସ୍ଵତୀ ରାଜାଙ୍କର ପରିଚୟ ଦେଇଛନ୍ତି ସାକ୍ଷାତ ସରସ୍ଵତୀ ଆସିକିରି ଯେମିତି ସବୁ ଥାଆନ୍ତି ନା ପିଲେ ସ୍ଵୟଂବରରେ ଜଣେ ସବୁ ରାଜାଙ୍କର ପରିଚୟ କରିଥାନ୍ତି କାହାକୁ ଯାହାଙ୍କର ସ୍ଵୟଂବର ହଉଛି ସେମିତି ସାକ୍ଷାତ ସରସ୍ଵତୀ ଆସିକିରି ସବୁ ରାଜା ମାନଙ୍କର ପିଲେ ପରିଚୟ ଦେଇଛନ୍ତି। ଆଉ 13 ନମ୍ବର ସର୍ଗରେ ପିଲେ ଚତୁର୍ଣାମ ଦେବା ନାମ ତଥା ନଳସ୍ୟ ସରସ୍ଵତୀ ଶ୍ଲେଷ ଯୁକ୍ତ ବର୍ଣ୍ଣନମ କୃତବାନ ତ ଯୋଉ 4 ଜଣ ଦେବତା ଆସିଥିଲେ ପିଲେ ଇନ୍ଦ୍ର ଅଗ୍ନି ଯମ ଆଉ ବରୁଣ ତ ସେମାନଙ୍କର ଆଉ ତାଙ୍କ ସହିତ ପିଲେ ନଳଙ୍କର ସେ ବଡ ଶ୍ଲେଷ ଅଳଙ୍କାର ଦ୍ଵାରା ବର୍ଣ୍ଣନା ପିଲେ କରିଛନ୍ତି। ଆଉ ସେମିତି 14 ନମ୍ବର ସର୍ଗରେ ପିଲେ ଦେବାନାମ ସ୍ୱୀକୃତ୍ୟା ଦମୟନ୍ତୀ ନଳସ୍ୟ ବରଣମ କରୁତି ତଥା ଦେବାନାମ ଆଶୀର୍ବାଦ ତ ଦେବତା ମାନେ ସମସ୍ତେ ସ୍ୱୀକୃତି ପ୍ରଦାନ କରିବେ ଓ ଠିକ ଅଛି ତୁମେ ନଳଙ୍କୁ ବିବାହ କର ଆଉ ସବୁ ଦେବତା ମାନେ ମଧ୍ୟ ପିଲେ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଆଉ 15 ନମ୍ବର ସର୍ଗରେ ପିଲେ ବିବାହ ହେଇଛି। 16 ନମ୍ବର ସର୍ଗରେ ପିଲେ ବିବାହ ସଂସ୍କାର ବିଧି
6 दिन पर्यंत नल पिले सेठी ही रही कोठी माने कुंडीन पुर ही रही रही पुणी निजर राजधानी को पिले नल फेरी आसी आ 17 नंबर सर्ग रे पिले देवता मानकर प्रत्यावर्तन समय रे कली पुरुष सहित पिले से साक्षात्कार हम से कली पुरुष को देखिए बाटे आ कली पुरुष मुखरू से चारबाक सिद्धांत को शुणी तार खंडन करेंगे तेरे कली पुरुष पिले माने चारबाक दर्शन गोटे नास्तिक दर्शन पिले ठीक अच्छे यारी उपरे जुक्ति बाढ़ुव आ देवता माने पिले खंडन करेंगे आउ जहा फल कली पुरुष पिले क्रुद्ध होकर नल को राजच्युत तथा दमयंती विरहस्य शापम दत्तवान आ कली पुरुष देवता तो किसी पारे लास्ट को नल को ही पिले अभिशाप दब कि तुमर तुम्हें राज्य हरई बस आ दमयंती ठारू तुमर विरह हम आउ 18 नंबर सर्ग रे पिले नल दमयंती प्रथम मिलन तथा काम क्रीड़ा पिले वंदना कर आउ पिले 19 नंबर नहीं 22 नंबर सर्ग पर्यंत एठी पिले नल दमयंती दिनचर्या से डे टू डे लाइफ केमती बितौछंती डेली लाइफ से देवस्तुति से केमती देवता स्तुति इत्यादि करुछंती ठीक अच्छे ता सहित पिले चंद्रोदय सूर्योदय नल दमयंती पिले विलास हाँ आउ पिले कवि वृत्त वर्णन कवि विषय मत कि कहुई बस एतिक सरी जाइए पिले अर्थात आमको नैषध्य चरितम रे जो नल दमयंती केवल मिलन पर्यंत कथा ही मिले तापर सेमानकर केमती राजा नल पिले निजर राज्य को हरई बसवे हाँ दमयंती ठार किपरि विच्छेद हम से पुणी थे केमती पिले विवाह करेंगे हाँ पुणी से मिलन केमती हम ए प्रसंग आउ कि नहीं अर्थात अधा पर्यंत ही प्रसंग पिले वर्णना कर अनुमान कराए कि नैषध्य चरितम पिले आहुरी भी किसी सर्ग थिला जो सर्ग पिले एवं वर्तमान लुप्त प्राय है तेरे एतिकी प्रसंग पर्यंत पिले संपूर्ण नैषध्य चरितम पिले वर्णना कर आम मानकर सिलाबस रे पिले केवल अच्छी प्रथम सर्ग है तो प्रथम सर्ग रे पिले जो प्रथम श्लोक आउ प्रथम जो श्लोक ताहा पिले मंगलाचरण किंतु कौ भलिया मंगलाचरण पिले वस्तु निर्देशात्मक मंगलाचरण जेहेतु एथारे पिले कौन सी देवता स्तुति करा जाइनी हाँ बा कहा ठारू पिले आशीर्वाद मध्य भिक्षा करा जाई नहीं तो सेथिपाई ये जो प्रथम मंगलाचरण ये होची पिले वस्तु निर्देशात्मक मंगलाचरण ना नहीं कहीं जो जगह पिले डायरेक्ट विषय वस्तु आरंभ करा जाए कौन सी देवता स्तुति बा कहा ठारू पिले आशीर्वाद भिक्षा न करी सीधा सड़क विषय वस्तु आरंभ कर दि जाए से भली मंगलाचरण को आम मैंने कही था वस्तु निर्देशात्मक मंगलाचरण तबे ये हूँ पिले वस्तु निर्देशात्मक मंगलाचरण है तो आंकर पिले भाषा टिके कष्ट रहिबो हाँ आम मान आउ एतरे किछि दार्शनिक तत्व भी रहिबो व्याकरण भी रहिबो तो ये सब को आम टिके टिके पिले बुझी बुझी जिबा ठीक अछि हैला ताले पिले प्रथम श्लोक तो आरंभ रु ही से पिले राजा नलंकर ही प्रशंसा करिकरी विषय वस्तु को पिले आरंभ करूछंती कोन कहउछंती पिले श्रीहर्ष ना निपीय यस्य क्षितिरक्षिण कथाम तथा द्रियन्ते न बुधा सुधामपि नलहसित छत्रित कीर्ति मंडलः सरासि राशि निमहसाम महोज्वलः तबे जो संपूर्ण प्रथम सर्ग रे पिले तुमको को छंद देखिया को मिलबो एतरे को छंद पिला अछि वंशस्थ छंद पिले देखिया को मिलबो जेमते किरातर जुनियम रो मध्य पिले वंशस्थ छंद ना नहीं श्रिय पुरुणाम अधिपत्य पालनी हां सर को सर शिशुपाल बद्धर मध्य वंशस्थ छंद अछि शिशुपाल बद्धमरे मध्य वंशस्थ छंद ठीक श्रीयपति श्रीमती शासितुम जगत जगन्निवास वसुदेव सद्मनि तो सेतिर मध्य पिले जो वर्णना आइछि से भी वंशस्थ छंद रे ही छै किरात अर्जुनियम हो यार हो अर्थात तीनटा जक बृहत त्रय रे पिले वंशस्थ छंद ही प्रथम सर्ग रे हैला ठीक अछि पिले तले कोन कहउछन पिले श्लोक रे कहउछन पिले यस्य क्षितिरक्षिणः कथाम निपीय बुधाः सुधाम अपि तथा न आद्रियन्ते तसः शीतछत्रित कीर्ति मंडलः महसाम राशिः महोज्वलः नलः आसीत् देख तले कहउछन पिले यस्य यस्य माने जहार हां तो जेउ क्षितिरक्षिण माने राजा पिले ना नहीं अरे जे क्षिति की रक्षा करुचंदी ठीक है से पिले कौन क्षितिरक्षी
ଆଉ ଷଷ୍ଠୀ ବ୍ୟକ୍ତି ଏକବଚନ କ୍ଷିତିରକ୍ଷିଣଃ, ଯେମିତି ଗୁଣିନଃ ସେମିତି କ୍ଷିତିରକ୍ଷିଣଃ। ତାହେଲେ ପିଲେ ୟସ୍ୟ କ୍ଷିତିରକ୍ଷିଣଃ, ଯେଉଁ ମହାରାଜାଙ୍କର କଥାମ୍। ଆଉ ତମେ ଜାଣିଥିବ ପିଲେ ଯଦି ରାଜନ ଶବ୍ଦ ଥାନ୍ତା ତାର ଷଷ୍ଠୀ ବ୍ୟକ୍ତି ଏକବଚନ କଣ ହେଇଥାନ୍ତା? ରାଜନ ଶବ୍ଦର ଷଷ୍ଠୀ ବ୍ୟକ୍ତି ଏକବଚନ କଣ? राज्ञः। ରାଜ୍ञ। ଆରେ ଏଗୁଡାକ ଏବେ ଟିକେ ଟିକେ ପିଲା ଶବ୍ଦ ରୂପ ତମମାନେ ଘୋଷ, ବୁଝିଲ ନା ନାଇଁ? ବିଏଡ୍ ପାଇଁ ଶବ୍ଦ ରୂପ ଧାତୁ ରୂପ ବହୁତ ଇମ୍ପୋର୍ଟାଣ୍ଟ ପିଲା। ତମମାନଙ୍କ ମନ ଥିବ ତଥାପି ମଧ୍ୟ ପିଲା ଶବ୍ଦ ରୂପ ଧାତୁ ରୂପ ଆଉ ଥରେ ଟିକେ ଟିକେ ପିଲା ମନେ ରଖିବ, ବୁଝୁଛି? ଆଉ ଟିକେ ଟିକେ ଏବେ ଟିକେ ଟିକେ ମୁଁ ମଝିରେ ମଝିରେ ବ୍ୟାକରଣ ମଧ୍ୟ କହୁଥିବି ଯୋଉଟା କି ତମମାନଙ୍କୁ ପିଲେ ହେଲ୍ପଫୁଲ ହବ। ହେଲା ତ ରାଜନ ଶବ୍ଦରେ ପିଲେ ଷଷ୍ଠୀ ବ୍ୟକ୍ତି ଏକବଚନ ରାଜ୍ञ ହେଇଥାଏ। କିନ୍ତୁ ପିଲେ ମନେ ରଖିବ ଯେତେବେଳେ ରାଜନ ଶବ୍ଦର ପୂର୍ବରୁ କୌଣସି ଅନ୍ୟ ଶବ୍ଦ ବ୍ୟବହାର ହେଇଯାଉଛି ତେବେ ସେଠି ଆଉ ପିଲେ କଣ ହବନି? ଆଉ ସେ ପିଲେ ରାଜନ ଭଳିଆ ରୂପ ହବନି, ସେ ପିଲେ ବାଳକ ଭଳିଆ ରୂପ ହବ। ଅର୍ଥାତ ଯଦି ପିଲେ ରାଜା ହେଲେ ରାଜ୍ञ, କିନ୍ତୁ ଯଦି ପିଲେ ମହାରାଜ ହେଇଯିବ ନା, ଇଏ ପିଲା ଆଉ ମହାରାଜା ହବନି, ଇଏ ସବୁବେଳେ ଅକାରାନ୍ତ ପୁଲ୍ଲିଙ୍ଗ ହେଇକି ରହିବ। ମହାରାଜ, ମହାରାଜଉ, ମହାରାଜା। ସେମିତି ଷଷ୍ଠୀ ବ୍ୟକ୍ତି ଏକବଚନ ପିଲେ ମହାରାଜସ୍ୟ। ସେଥିପାଇଁ ବେଳେ କନଫ୍ୟୁଜ କରିବା ପାଇଁ ପଚାରି ଦେଇଥାଏ ପିଲେ। ହେଲା ତ ମହାରାଜ୍ఞ ରୂପ ହୁଏ ନାହିଁ। ଠିକ ଅଛି ପିଲେ, ତାହେଲେ କ୍ଷିତିରକ୍ଷିଣଃ ମାନେ ମହାରାଜସ୍ୟ, ତାହେଲେ ଯେଉଁ ମହାରାଜାଙ୍କର କଥା ମାନେ କଥା ମାନେ ତାଙ୍କର ଗାଥା ପିଲେ, ତ ଯାହାଙ୍କର ଯେଉଁ ମହାରାଜାଙ୍କର କଥାକୁ ନିପୀୟ ମାନେ ଏଠି ଶ୍ରୁତ୍ୱ ଅର୍ଥରେ ପିଲେ ଶୁଣି, ହେଲା ବା ଏଠି ନିପୀୟର ମାନେ ହେଲା ପିଲେ ପ୍ରୀତିପୂର୍ବକ ଶୁଣି, ଏମିତି ଅର୍ଥରେ ପିଲେ। ଠିକ ଅଛି ବା ଗୋଟେ ଧାତୁ ଅଛି ପିଲେ, ଦିଟା ଧାତୁ ଅଛି, ଗୋଟେ ଅଛି ପିଲେ ପା ଧାତୁ ବି ଅଛି। ପା ଧାତୁର ଅର୍ଥ କଣ? ଆରେ ପାନ କରିବା, ପିଇବା ଅର୍ଥରେ ପିବତୀ ରୂପ ହେଇଥାଏ ପା ପାନେ। ଆଉ ଗୋଟେ ପିଲେ ପିଙ୍ଗ ଧାତୁ ମଧ୍ୟ ଅଛି, ଠିକ ଅଛି ପିନ୍ୟ ନା ପିଲା ରହୁଛି ଏମିତିକା, ତ ୟାର ମାନେ ବି ପାନେ ପିଲେ। ତ ସେଥିପାଇଁ ନିପିୟରେ ପିଲେ କୋଉ ଧାତୁ ଅଛି? ପା ନୁହଁ ପି ଧାତୁ, ଠିକ ଅଛି। ତାହେଲେ ନିପିୟ ୟା ମାନେ ବି ସେ ପାନ କରି, ତାହେଲେ ଯେଉଁ ମହାରାଜାଙ୍କର କଥାକୁ ପାନ କରି ମାନେ ଶୁଣି। ବୁଧାହା ମାନେ ପଣ୍ଡିତାଃ ପଣ୍ଡିତ ମାନେ, ସୁଧାମ ମାନେ ଅମୃତମ ଅମୃତକୁ, ଅପି ମଧ୍ୟ, ତଥା ନ ଆଦ୍ରିୟନ୍ତେ ସେପରି ଆଦର କରନ୍ତି ନାହିଁ। ତ ସହ ତ ସେହି ଶୀତ ଛତ୍ରିତ କୀର୍ତି ମଣ୍ଡଳ ପିଲେ, ଶୀତ ଛତ୍ରିତ କୀର୍ତି ମଣ୍ଡଳ ମାନେ ଯାହାଙ୍କର କୀର୍ତି ମଣ୍ଡଳ ପିଲେ, ଯାହାଙ୍କର ଯୋଉ ଯଶ ରୂପକ ମଣ୍ଡଳ କେମିତି ନା ଶୀତ ଛତ୍ରିତ, ତ ପିଲେ ଧଳା ଛତ୍ର ଦ୍ଵାରା, ଠିକ ଅଛି ମାନେ ଯାହାଙ୍କର କୀର୍ତି ମଣ୍ଡଳ ପିଲେ ଧଳା ଛତ୍ର ଅଟେ। ଠିକ ଅଛି, କାହିଁକି ନା ଆମ ମାନଙ୍କର ସାହିତ୍ୟିକ ଭାଷାରେ ପିଲେ ପ୍ରତି ଜିନିଷର ନା ଗୋଟେ ଗୋଟେ କଣ ଥାଏ ପିଲେ, ମାନେ ଏଇଟା କେବଳ ସାହିତ୍ୟିକ ପିଲେ, ଏଇଟା କେବଳ କବି ପ୍ରୌଢ ଉକ୍ତି ପିଲେ। ପ୍ରତି ଜିନିଷର କିଛି ନା କିଛି ସେମାନେ ପିଲେ ବର୍ଣ୍ଣ ବାହାର କରିଥାନ୍ତି। ଯେମିତି ଯଶ କୀର୍ତ୍ତି ଏ ସବୁକୁ ସବୁବେଳେ ପାଇଁ ଧଳା ବର୍ଣ୍ଣ ପିଲେ, ୟାଙ୍କର ହେଲା ଧଳା ବର୍ଣ୍ଣ। ସେମିତି ପିଲେ ଅନୁରାଗ ପ୍ରୀତି ପ୍ରେମ ସ୍ନେହ ୟାର ପିଲେ କୋଉ ରଙ୍ଗ? ରକ୍ତ ବର୍ଣ୍ଣ। ରକ୍ତ ବର୍ଣ୍ଣ, ଲାଲ ବର୍ଣ୍ଣ। ସେମିତି ପିଲେ କାଳ ମୃତ୍ୟୁ ଏସବୁର କୃଷ୍ଣ ବର୍ଣ୍ଣ। କୃଷ୍ଣ ବର୍ଣ୍ଣ। ତ ଏସବୁ ପିଲା ଆମ ମାନଙ୍କର ସାହିତ୍ୟର କବି ପ୍ରୌଢୋକ୍ତି ପିଲେ, ଏସବୁର ଏମିତି ହିଁ ବର୍ଣ୍ଣନା କରାଯାଇଥାଏ। ତ ଏଠି ମଧ୍ୟ ଯୋଉ ପିଲେ ଶୀତ ଛତ୍ରିତ କୀର୍ତି ମଣ୍ଡଳ ଅର୍ଥାତ ଶ୍ଵେତ ଛତ୍ର ରୂପକ କୀର୍ତି ସମୂହେନ ସୁଶୋଭିତ, ମାନେ କୁହାଯାଉଛି ଏଇ ଯୋଉ ରାଜାଙ୍କର ଯୋଉ ଉପରେ ଲାଗିଛି ଯୋଉ ଛତ୍ର, ଏ ଛତ୍ର ହଉଛି ଶ୍ଵେତ ଛତ୍ର। କାହାର ଶ୍ଵେତ ଛତ୍ର? ନା ଯଶ କୀର୍ତିର ଶ୍ଵେତ ଛତ୍ର କୁ ଯିଏ ଧାରଣ କରିକି ଅଛନ୍ତି। ତ ସେଭଳିଆ ରାଜା ନଳ। ଆଉ କେମିତି ନା ମହସାମ ରାଶି, ମହସାମ ମାନେ ତେଜସାମ। ତ ଇଏ ତ ଗୋଟିଏ ତେଜ ନୁହଁ, ଅନେକ ତେଜର ସମୂହ, ମାନେ ଯିଏ ତେଜସ୍ୱୀ ଅଟନ୍ତି। ସେଭଳିଆ ମହୋଜ୍ୱଳ ଅତ୍ୟନ୍ତ ଉଜ୍ଜଳ ଅତ୍ୟନ୍ତ ତେଜସ୍ୱୀ। ତ ନଳ ଆସିତ, ତ ନଳ ନାମକ ଜଣେ ରାଜା ଥିଲେ। ହେଲା ତ ସୁନ୍ଦର ଭାବରେ ପିଲେ ବର୍ଣ୍ଣନା କଲେ ନା ନାଇଁ? କଣ କହିଲେ? କହୁଛନ୍ତି ମାନେ ଆକ୍ଚୁଆଲି ଅର୍ଥ ପିଲେ ଏଇଠୁ କରିବ। କହୁଛନ୍ତି ସେପରି ଶ୍ଵେତ ଛତ୍ର ରୂପକ କୀର୍ତ୍ତି ସମୂହ ଦ୍ଵାରା ସୁଶୋଭିତ ତେଜ ମାନଙ୍କର ସମୂହ ଅତ୍ୟନ୍ତ ଉଜ୍ଜଳ ରାଜା ନଳ ଥିଲେ। ଆଉ ଯେଉଁ ରାଜା ନଳଙ୍କର ଉପରକୁ ତାପରେ ପିଲେ ଇଏ କରିବ କି ଯାହାର ଯେଉଁ ରାଜାଙ୍କର କଥାକୁ ଶୁଣିଲେ ପଣ୍ଡିତ ମାନେ ଅମୃତକୁ ମଧ୍ୟ ଖାତିରି କରନ୍ତି ନାହିଁ। ଅର୍ଥାତ ଯଦି ପଣ୍ଡିତ ମାନଙ୍କ ଆଗରେ ଗୋଟେ ପଟେ ଅମୃତ ଦିଆଯିବ ଆଉ ଗୋଟେ ପଟେ ରାଜା ନଳଙ୍କର କଥା ଶୁଣିଆ ଯାଉଥିବ, ତାହେଲେ ସେମାନେ ଅମୃତକୁ ମଧ୍ୟ ପିଲେ ଏଡେଇ ଦେଇ
ଆସିକରି ରାଜା ନଳଙ୍କର କଥା ଶୁଣିବେ। ଅର୍ଥାତ ଅମୃତ ଠାରୁ ମଧ୍ୟ ମିଠା ଅଟେ ରାଜା ନଳଙ୍କର କଥା। ହେଲା, ଆଉ ସେଭଳିଆ ରାଜା ନଳ ପିଲେ ଥିଲେ। ବୁଝି ହବ ନା ପିଲେ ପ୍ରଥମ ଶ୍ଲୋକର ଅର୍ଥ ନା ନାଇଁ? ଆଜ୍ଞା ସାର୍। ହଁ, ତ ଏଗୁଡାକ ଟିକେ ଟିକେ ପିଲେ ଘୋଷି ଘୋଷି ଦବ। ହଁ, ତମ ଉପର ବ୍ୟାଚରେ ପିଲେ ସ୍ୱୟଂଭୁ ଏମାନଙ୍କର ପୁରା ମନେ ଥିଲା, ପୁରା ପ୍ରଥମ ସ୍ୱର୍ଗ ମନେ ରହିଯାଇଥିଲା। ସେଥିପାଇଁ ତମମାନେ ଟିକେ ଏବେଠୁ ଘୋଷି ଘୋଷି ଦବ ହେଲା। ତାହେଲେ ପିଲେ ଅତ୍ର ମହାକବି ଶ୍ରୀହର୍ଷ ବସ୍ତୁ ନିର୍ଦ୍ଦେଶାତ୍ମକ ମଙ୍ଗଳାଚରଣ ଦ୍ଵାରା କାବ୍ୟର ପିଲେ ପ୍ରାରମ୍ଭ କରୁଛନ୍ତି। ତ ସହ ଆଦୌ ତ ସେ ପିଲେ ଆରମ୍ଭରେ କଣ କରୁଛନ୍ତି ନା ଅସ୍ୟ କାବ୍ୟସ୍ୟ ନାୟକସ୍ୟ ବିଷୟ ବଦତି। ଏହି କାବ୍ୟର ଯିଏ ନାୟକ ତାଙ୍କ ବିଷୟରେ ପିଲେ କହୁଛନ୍ତି। କହୁଛନ୍ତି ପୁରା, ହଁ, ପୂର୍ବ କାଳରେ ନଳଃ ଇତି ନାମଧେୟ ରାଜା ଆସିତ୍। ନଳ ନାମକ ଜଣେ ରାଜା ଥିଲେ। ସହ ସିଏ ସ୍ୱସ୍ୟ ନିଜର ଶୁଭ୍ର ଛତ୍ର ରୂପକ କୀର୍ତ୍ତି ସମୂହେନ ସୁଶୋଭିତ ଆସିତ୍। ନିଜର ସେ ଶୁଭ୍ର ଛତ୍ର ରୂପକ କୀର୍ତ୍ତି ସମୂହ ଦ୍ଵାରା ସୁଶୋଭିତ ଥିଲେ। ତଥା ସହ ତେଜସାମ ସମୂହ ଅତ୍ୟନ୍ତ ଉଜ୍ଜଳ ଆସିତ୍। ଆଉ ସେ ତେଜ ମାନଙ୍କର ସମୂହ ଆଉ ଅତ୍ୟନ୍ତ ଉଜ୍ଜଳ ଥିଲେ। ଆଉ ତସ୍ୟ କଥାଂ ଶ୍ରୁତ୍ୱା, ଆଉ ତାଙ୍କର କଥାକୁ ଶୁଣି ପଣ୍ଡିତାଃ ପଣ୍ଡିତ ମାନେ ଅମୃତମ ଅପି ତଥା ନ ଆଦ୍ରିୟନ୍ତେ। ଅମୃତକୁ ମଧ୍ୟ ସେପରି ଆଦର କରନ୍ତି ନାହିଁ ବା ଆଦର କରୁନଥିଲେ। ହେଲା, ତାହେଲେ ପିଲେ ନୈଷଧ୍ୟ ଚରିତେ କୀଦୃଶଂ ମଙ୍ଗଳାଚରଣ ବର୍ତ୍ତତେ। କୋଉ ଭଳିଆ ମଙ୍ଗଳାଚରଣ ପିଲେ ଅଛି ଏଥିରେ? ବସ୍ତୁ ନିର୍ଦ୍ଦେଶ। ବସ୍ତୁ ନିର୍ଦ୍ଦେଶାତ୍ମକ ମଙ୍ଗଳାଚରଣ। ଆଉ କସ୍ୟ କଥାଂ ନିପୀୟ ବୁଧାଃ ସୁଧାମ୍ ଅପି ତଥା ନ ଆଦ୍ରିୟନ୍ତେ। ନଲସ୍ୟ। ନଳ ନଳସ୍ୟ ତ କ୍ଷିତିରକ୍ଷିଣଃ ନଳସ୍ୟ। ଆଉ କହ ଶୀତ ଛତ୍ରିତ କୀର୍ତ୍ତିମଣ୍ଡଳ ହଉ ବା ପିଲେ ମହସାମ ରାଶି ହିଁ ହଉ ବା ପିଲେ ମହୋଜ୍ୱଲ ହଉ, ସବୁର ଆନ୍ସର ପିଲେ କଣ ହବ? ରାଜା ନଳ। ହେଲା, ଆଉ ଏଥିରେ ପିଲେ ସାର୍ ଛନ୍ଦ କୁହ। ସାର୍ ସେ ଯୋଉ କହିଲେ ମହାରାଜ, ସାର୍ ସେଠି କଣ ପାଇଁ ମହାରାଜ ହବ ଟିକେ ଆଉଥରେ କହିବେ? ଦେଖ ଆମର ନା ଯେତେବେଳେ ତମମାନେ ପିଲେ ସମାସ ପଢୁଥିବ ସେ ସମୟରେ ଗୋଟେ ସୂତ୍ର ଆସିଥିଲା ପିଲେ ତତ୍ପୁରୁଷ ସମାସରେ, ରାଜା ହହ ସଖୀଭ୍ୟ ଟଚ୍। ମନେ ଅଛି କାହାର ପିଲେ? ରାଜା ହହ ସଖୀଭ୍ୟ ଟଚ୍ ଆଜ୍ଞା ମନେ ସାର୍। ଅଛି? ହୁଁ, ତ ପିଲେ ରାଜନ ଶବ୍ଦ, ହଁ, ଅହନ ଶବ୍ଦ, ଠିକ ଅଛି। ମନେ ରଖ, ଏଇଟା ସବୁ ବହୁତ ଛୋଟ ଛୋଟ ଜିନିଷ ପିଲା, ଆମେ ମନେ ରଖିବା କଥା ଗୁଡାକ। କାହିଁ କହିଲ? କାରଣ ଏଗୁଡାକ ପିଲେ ବହୁତ ଆଗରେ କାମରେ ଆସିବ। ହେଲା, ଏଇ ପଢିଆ ସହରେ ମନେ ରଖିଥିବ ଯଦି ଫ୍ୟୁଚରରେ ପିଲେ ବହୁତ କାମରେ ଆସିବ। ହଁ, ରାଜନ ଶବ୍ଦ, ଅହନ ଶବ୍ଦ, ତାପରେ ପିଲେ ଗୋଟେ ଶବ୍ଦ ଅଛି ସଖୀ ଶବ୍ଦ, ଏଗୁଡାକ ମନେ ରଖ। ଯେତେବେଳେ ସମାସ ଏମାନଙ୍କ ସାଙ୍ଗରେ ହେଇଯାଏ ପିଲେ ତତ୍ପୁରୁଷ ସମାସ, ସେତେବେଳେ ଗୋଟେ ପ୍ରତ୍ୟୟ ପିଲେ ସମାସାନ୍ତ ପ୍ରତ୍ୟୟ, କୋଉ ପ୍ରତ୍ୟୟ ପିଲେ ହେଇଥାଏ? ଟଚ୍ ପ୍ରତ୍ୟୟ ହେଇଥାଏ। ଆଉ ଟଚ୍ ପ୍ରତ୍ୟୟଟା ନା ପିଲେ, ଟଚ୍ ପ୍ରତ୍ୟୟରେ ସବୁ ଲୋପ ହେଇଯିବ, କେବଳ କଣ ବଞ୍ଚିବ? ଅ ହିଁ ବଞ୍ଚିବ ପିଲେ। ହଁ, ଟଚ୍ ର ଚ ଲୋପ ହେଇଯିବ, ଟ ବି ଲୋପ ହେଇଯିବ ପିଲେ ଚୁଟୁରେ, କେବଳ ଅ ହିଁ ବଞ୍ଚିଥାଏ ପିଲେ। ଆଉ ଟଚ୍ ଟା ଯେହେତୁ ପିଲେ ଗୋଟେ ତଦ୍ଧିତ ପ୍ରତ୍ୟୟ, ସେଥିପାଇଁ ଏ ସବୁ ଶବ୍ଦ ମାନଙ୍କର ନା ପିଲେ ଟି ଭାଗ ଲୋପ ହେଇଯିବ। ଟି କାହାର ମନେ ଅଛି ପିଲେ? ଟି କିଏ କହିପାରିବ? କଣ ଟି? ତମେ ଆଉ କିଛି ମନେ ରଖିନଥିଲେ, ସବୁ ଭୁଲିଗଲାଣି ବ୍ୟାକରଣ ଆଉ। କିନ୍ତୁ ଆଉ ଥରେ ପଢିବାକୁ ପଡିବ ପିଲେ ହେଲା। ବିଇଡି ମାନେ ଅଚନ୍ତ୍ୟାଟି। ହଁ, ଅଚ ଅନ୍ତ୍ୟା ଦିଟି, ଠିକ ଅଛି। ଯେମିତି ରାଜନ ଶବ୍ଦରେ ପିଲେ ଟି କିଏ ସେ? ଆରେ ଅନ ହଉଛି ଟି, ଅର୍ଥାତ ଜକାର ସାର୍, ଜକାର। ଜକାର ନାହିଁ, ଅନ। ହୁଁ, ଅହନରେ ମଧ୍ୟ ପିଲେ କେନ୍ଦ୍ର। ଅନ ହଉଛି ଟି। ସଖୀରେ ପିଲେ ହର୍ଷଇ ହଉଛି ଟି, ଅର୍ଥାତ ଏ ସବୁ ଲୋପ ହେଇଯିବ ପିଲେ। ଲୋପ ହେଇଗଲେ କଣ ବଞ୍ଚିଲା ପିଲେ? ରାଜ ବଞ୍ଚିଲା। ଅହନର ପିଲେ ଅହ ବଞ୍ଚିଲା। ଆଉ ସଖୀର ପିଲେ ସଖ ବଞ୍ଚିଲା। ଆଉ ଯେତେବେଳେ ରାଜରେ ଅ ମିଶିବ ସିଏ ପିଲେ କଣ ହେଇଯିବ କି ପିଲେ? ରାଜ ହେଇଯିବନି? ସେମିତି ଅହରେ ପିଲେ ଅ ମିଶିଲେ ଅହ ହେଇଯିବ, ସଖରେ ପିଲେ ଅ ମିଶିଲେ ସଖ ହେଇଯିବ। ସେଥିପାଇଁ ଯେତେବେଳେ ସମାସ ହେଇଯିବେ ପିଲେ, ଏମାନେ ସବୁ ଅକାରାନ୍ତ ହେଇଯିବେ। ନା ନାଇଁ, ଯେମିତି ମହାରାଜ ନା ନାଇଁ, ଅକାରାନ୍ତ ହେଲେ ରୂପ ପିଲେ ବାଳକ ଭଳିଆ ହବ, ରାମ ପରିକା ହବ। ମହାରାଜ ମହାରାଜ ମହାରାଜା, ଠିକ ଅଛି। ସେମିତି ପିଲେ ପ୍ରତ୍ୟହ, ପ୍ରତ୍ୟହମ ରୂପ ହେଇଥାଏ ପିଲେ। ଆଉ ଏଇଟା ତ ଏ ସମାସରେ ହେଇଛି, ତ ଅହ ଶବ୍ଦକୁ ଛାଡି ଦିଅ। ହଁ, ଯେମିତି ପିଲେ ସଖର ମଧ୍ୟ ସେମିତି, ସିଏ ମୋର ସଖା ଅଟନ୍ତି। ସହ ମମ ସଖା, ଯଦି ଖାଲି ସଖା ଅଛି ପିଲେ, ସଖୀ ଶବ୍ଦ ଅଛି। ଯଦି ପରମ ଲଗେଇଦବ ତାହେଲେ କଣ ହେଇଯିବ? ଆଉ ପରମ ସଖା ପିଲେ ଭୁଲ, କଣ ସେଟା ଠିକ? ତାହେଲେ କଣ? ପରମ ସଖ, ବୁଝିପାରୁଛ ନା ନାଇଁ? ସେଟା ପିଲେ କଣ ହେଇଯିବ? ପରମ ସଖ, ସହ ମମ ପରମ ସଖ, ଏସବୁ ଅକାରାନ୍ତ ହେଇଯିବ। ବୁଝିପାରିଲଟି ନା ନାଇଁ?
अरे प्ले स्क्रीन शो करूछ ना नहीं बा हम्म अरे प्ले स्क्रीन शो करूछि नहीं सर ହେଲା अरे बे बुझी पाइल ना बुझी पाइलनी काहे होची ଆଜ୍ଞା ହେଲା ତ ଏଇ ଭଳିଆ ହିଁ ହେଇଥାଏ ସେଥିପାଇଁ ଯଦି ତମକୁ କୁହାଯିବ କି ସିଏ ମୋର ପରମ ସଖା ତାହେଲେ କଣ ହବ ଟ୍ରାନ୍ସଲେସନ ସହ ମମ ପରମ ସଖା ବୋଲି କହିବ ନା ପରମ ସଖ ବୋଲି କହିବ सर परम सखा ସଖ ହବ ସେଠି ସଖ ବୋଲି କହିବ ଆଉ ସଖା କହିବନି ପ୍ଲେ କାରଣ ସମାସ ହେଇଗଲା ପରେ ପ୍ଲେ ଯଦି ଖାଲି ସଖା ଥାନ୍ତା ସଖା ବୋଲି କହିଥାନ୍ତା କିନ୍ତୁ आज्ञा सर आज्ञा ଆଉ ସଖା କହିବନି ହେଇଯିବ ପ୍ଲେ ସଖ ମନେ ରଖିବ ପ୍ଲେ ଯଦି ସମାସ ହେଇଥିବ ରାଜନ ଶବ୍ଦ ସହିତ କିମ୍ବା ସଖୀ ଶବ୍ଦ ସହିତ ତେବେ ସେଗୁଡାକ ପ୍ଲେ ଅକାରାନ୍ତ ହେଇଯିବ ଅକାରାନ୍ତ ପୁଲିଙ୍ଗ ହେଇଯିବ ଠିକ ଅଛି ଚାଲ ତାପରେ ପ୍ଲେ କଣ କହୁଛନ୍ତି ଶ୍ଲୋକ ଏଇଟା ଆମ ରାଜା ନଳଙ୍କର ପ୍ଲେ ପରିଚୟ ଜାଣିଲେ କଣ ହେଇଛି କଣ ନାହିଁ ତାପରେ ପ୍ଲେ କହୁଛନ୍ତି रसई कथा यस्य सुधा बधीरिणी नलस भुजा निरभूत गुणाद्भुतः सुवर्ण दंडैक सितातपत्रित ज्वलत् प्रतापा बलिकीर्ति मंडलः ହେଲା सर ତାହେଲେ କହୁଛି स्क्रीन शो करनी सर ସ୍କ୍ରିନ୍ ଶୋ କରୁନି କରୁଛି ତ ମତେ ସ୍କ୍ରିନ୍ ଶୋ ଆରେ ପ୍ରାୟ ସମସ୍ତ ସେୟା ହଉଛି କି ସ୍କ୍ରିନ୍ ଶୋ କରୁନି କାହିଁ ଏଥିରେ ତ ଶୋ କରୁଛି ପିଲେ नहीं सर शो करूँ मत शो करूँ ହଉଥିବ ରୁଦ୍ରମାଧବ ସ୍କ୍ରିନ୍ ଶୋ କରୁଥିବ ବୁଝିଲେ ନା ହେଲା ଆଉ ଟିକେ ରିଫ୍ରେଶ କେମିତି କଣ କର ହେଇଯିବ आज्ञा ହଁ सर शो कला सर ହଁ ତାହେଲେ ପିଲେ ୟସ୍ୟ କଥା ରସେଇହି ସୁଧାବଧୀରିଣୀ ଭୁଜାନିଃ ସହ ନଲଃ ସୁବର୍ଣ୍ଣ ଦଣ୍ଡୈକ ସୀତାତପତ୍ରିତ ଜ୍ୱଲତ୍ ପ୍ରତାପା ବଲିକୀର୍ତି ମଣ୍ଡଲଃ ଗୁଣାଦଭୂତଃ ଅଭୂତ ତ ସେଥିପାଇଁ ଏବେ ପିଲେ ତମକୁ ଯୋଉ କ୍ଲାସରେ ମୁଁ ବ୍ୟାକରଣ ଅଂଶ ଟିକେ ଟିକେ କହୁଥିବି ସେଗୁଡାକ ମନେ ରଖୁଥିବ ପିଲେ ହେଲା କାହିଁକି ନା ମୁଁ ମଝିରେ ମଝିରେ ତମମାନଙ୍କୁ କହୁଥିବି ଏମିତି ବ୍ୟାକରଣ ଅଂଶ କିଛି କିଛି ଯୋଉଟା କି ଜାଣିବା ଦରକାର ପିଲେ ହେଲା କଣ କଣ କହୁଛନ୍ତି ପିଲେ ନା ୟସ୍ୟ ମାନେ ୟସ୍ୟ ନଲସ୍ୟ ଯେଉଁ ନଳଙ୍କର କଥା କଥା ପିଲେ ତ ଯେଉଁ ନଳଙ୍କର କଥା ରସେଇହି ମାନେ ପିଲେ ଶୃଙ୍ଗାର ଆଦି ରସେଇହି ତ ରାଜା ନଳଙ୍କର କଥାରେ ପିଲେ ଅନେକ ରସ ଅଛି ଶୃଙ୍ଗାର ରସ ଅଛି ନା ନାଇଁ ସମ୍ଭୋଗ ଶୃଙ୍ଗାର ଅଛି ହଁ ବିପ୍ରଲମ୍ଭ ଶୃଙ୍ଗାର ଅଛି ଠିକ ଅଛି ଅନେକ ପ୍ରକାର ରସ ଅଛି ପିଲେ ତ ଏଇ ସବୁ ରସ ଦ୍ଵାରା ସୁଧାବଧୀରିଣୀ ସୁଧା ମାନେ ଅମୃତକୁ ପିଲେ ସେ କଣ କରିଥାଏ ନା ଅବଧୀରିଣୀ ମାନେ ତିରସ୍କାର କରିଦିଏ ମାନେ ଅମୃତକୁ ମଧ୍ୟ ପଛରେ ପକେଇ ଦିଏ ହେଲା ନିଜର ସେ ଶୃଙ୍ଗାର ଆଦି ରସ ଦ୍ଵାରା ଆଉ କଣ ନା ସେଭଳିଆ ଭୂଜାନିହିଁ ରାଜା ଏଇଟା ଗୋଟେ ପ୍ଲେ ବହୁତ ସୁନ୍ଦର ଅଂଶ ପ୍ଲେ ଭୂଜାନିହିଁ ଏମିତି ପ୍ଲେ ବିଏଡ ରେ ପ୍ଲେ ବହୁତ ଥର ପ୍ରଶ୍ନ ଆସିଥାଏ ପ୍ଲେ ଭୂଜାନିହିର ପଚାରିଦବ ଏଥିରେ କଣ ପ୍ଲେ ସମାସ ଆଉ ବିଗ୍ରହ ବାକ୍ୟ କିଏ କହିପାରିବ ପ୍ଲେ ଭୂଜାନିହିର କଣ ବିଗ୍ରହ ବାକ୍ୟ ହବ ଜାଣିଛ ପିଲେ ଭୂ ଜାନତି ଇତି ଭୂ ନା ଭୂହୁ ମନେ ରଖିବ ପିଲେ ଏଇ ଟାଇପ ର ତମ ମାନଙ୍କୁ ଟିକେ ମନେ ରଖିବାକୁ ପଡିବ ପିଲେ ଭୂହୁ ଜାୟା ୟସ୍ୟ ସହ ଭୂଜାନିହି କୋଉ ସମାସ ପିଲେ ବହୁବ୍ରୀହି ସମାସ ମନେ ରଖିବ ହେଲା ଯେତେବେଳେ ତମକୁ ଲାଷ୍ଟକୁ ଜାନି ବୋଲି ଶବ୍ଦ ପିଲେ ଶୁଣିବାକୁ ମିଳୁଥିବ ଜାଣିବ ତାର ବିଗ୍ରହ ବାକ୍ୟ ପିଲେ ଏଇଭଳିଆ ହବ ଜାୟା ଶବ୍ଦ ଜାଗାରେ ପିଲେ ଜାନି ଆଦେଶ ହେଇଥାଏ ପିଲେ ତ ଭୂହୁ ଜାୟା ୟସ୍ୟ ସହ ଭୂଜାନିହି ଏଇ ପୃଥିବୀ ସ୍ତ୍ରୀ ଅଟେ ଯାହାର ତ ପୃଥିବୀ କାହାର ପିଲେ ସ୍ତ୍ରୀ ରାଜାଙ୍କର ସ୍ତ୍ରୀ ରାଜାଙ୍କର ହଁ ସେଥିପାଇଁ ଭୂଜାନି ମାନେ ରାଜା ସେମିତି ପିଲେ ଗୋଟେ ଆସୁତ ତମେ ଶୁଣିଥିବ ପିଲେ ଜାନକୀ ଜାନଏ ନମଃ ତାହେଲେ ଜାନକୀ ଜାନଏ ୟାର ଥିଲେ କଣ ତାହେଲେ ବିଗ୍ରହ ବାକ୍ୟ ହବ ଜାନକୀ କହୁନ जानक्याः ଜାନକ୍ୟାହ କାହିଁକି ଜାନକୀ ପ୍ରଥମ ବିଭକ୍ତି ରଖିବ ନା ଆଉ ଜାନକୀ ଆଜ୍ଞା ମାନେ जानकीଙ୍କର
जानकीଙ୍କର ନାହିଁ, जानकी पत्नी ଯାହାର ସିଏ ହଉଛନ୍ତି जानकी जानी। ଆଉ ତାର ଚତୁର୍ଥୀ ବ୍ୟକ୍ତି ଏକ ବଚନ ପିଲେ ଜାନ ଏ ଯେମିତି ପିଲେ ହର ଏ ସେମିତି ଜାନ ଏ ହେଇଛି। ହଁ ଆରେ କଣ ହେଲା ପିଲେ जानकी जाया जाया यस्य यस्य सह जानकी जानी तार चतुर्थ एक वचन पिले जानकी जान ए ହେଲା जानकी जाया यस्य ହଉଛି ପିଲେ ତ ସହ जानकी जान ए ମନେ ରଖିବ ଲାଷ୍ଟ କୁ ଜାନି ଶବ୍ଦ ଦେଖିବାକୁ ମିଳିବ ସେ ସମସ୍ତଙ୍କର ବିଗ୍ରହ ବାକ୍ୟ ପିଲେ ଏଇଭଳିଆ କରିବ ହେଲା ଯାହା ବି ସେଠି ଥିବ ଖାଲି ତ ସେଇ କଥାରେ ପିଲେ जानकी जान ए ମାନେ जानकी जाया यस्य ଭୂ ଜାନି ଭୂ जाया यस्य ହେଲା ପିଲେ ଆଉ କଣ ଏଥିରେ ଅଛି ହେଲା ठीक अच्छे ये प्ले होता है विग्रह वाक्य बहुत इंपोर्टेंट बहुत थर बहुत वर्ष बीएड रे प्ले ये टाइप प्रश्न देखा मिलूला प्ले से भू जानी जानकी जानी ये सब है ताले भू जानी ही माने राजा तो सह नल तो सही नल पिले कौन करुले ना सुवर्ण दंडईक सीतात पत्रित ज्वलत प्रतापा बलि कीर्ति मंडल ताले कहते यह जीए स्वस्य माने निजर देदीप्यमान प्रताप समूह को गोटे सुनार दंड तथा निजर कीर्ति समूह को श्वेत छत्र करथिले देखो केते सुंदर भाव से कहउचंदी पिले जेमति कि तुम माने पे समस्त वर्ण कहिल सेमति का जो पिले रही प्रताप वीरत्व यार पिले कौन वर्ण को वर्ण पिले अग्निवर्ण अरे एमानकर पिले को वर्ण अग्निवर्ण ठीक अच्छे जो पिले प्रताप वीरत्व ये सब देखा जाइथिबो ये हूँ पिले अग्निवर्ण माने सुवर्ण वर्ण है से कहते तो राजा नल कौन करते पिले ना राजा नलंकर जो प्रताप थिला वीरत्व थिला ताहा केमितिका प्रताप ना पिले देदीप्यमान प्रताप माने माने जळुथुवा प्रताप आ से निजर प्रताप को सते जेमिति से निजर सुवर्ण दंड माने राजा नल हाथ रे गोटे धरिचंती छत्ता तो छत्तार पिले गोटे दंड थाए आ ऊपर तार जो आतपत्र थाए हाँ सेटा आतपत्र बोली एमती कही ना जो ऊपर जो कनाटा पिले थाए ताले कहउचंदी जो हाथ रे से दंड धरिचंती से दंड होउची राजांकर प्रताप आ ऊपर जो देखुच तुमे आतपत्र अछि सी होउची कोन ना तांकर जस और सेति पई हाथ रे से सुवर्ण दंड ऊपर श्वेत छत्र हैला तो सुवर्ण दंड हैला सुवर्ण दंडईक आ सीतात पत्रित तो शीत आत पत्रित तो दंड होउची सुवर्णर हैला आ पिले शीत माने धड़ा आतपत्र माने ऊपर जो पिले रही कोन छत्र पिले जहा द्वारा ज्वलत प्रताप तो तांकर जो जळुथिबा प्रताप सी होउची सुवर्ण दंड आउ पिले कोन भला ज्वलत प्रताप बळी बळी माने समूह खाली प्रताप नु पिले प्रताप समूह तो जळुथिबा प्रताप समूह होउची सुवर्ण दंड आउ पिले कीर्ति मंडल आउ तांकर जस कीर्ति होउची पिले सीतात पत्र तो से राजा नल निजर देदीप्यमान प्रताप समूह को निजर सुवर्ण दंड करिसंती आउ निजर से कीर्ति समूह को से प्ले श्वेत छत्र करिसंती आउ कोन ना गुणाद भूतः शौर्यादि गुण ही आश्चर्य भूतः तो निजर शौर्यादि गुण रे ये समस्त को से आश्चर्यान्वित कर देइसंती तो से भलिया अभूत माने थिले राजा नल पिले से भलिया थिले तो बुझी हबो किछ असुविधा नाही ताले जेउ राजा नलंकर कथा निजर श्रृंगार आदि रस द्वारा अमृत को मध्य पछरे पकई दिए अमृत को मध्य तिरस्कार कर दिए तो से भली राजा माने राजा नल निजर देदीप्यमान प्रताप समूह को सुवर्ण दंड आउ निजर कीर्ति समूह को श्वेत छत्र करिसंती आउ निजर गुण द्वारा समस्त को से आश्चर्यान्वित कर देइसंती एभलिया गुण आउ काहा पाखरे नथिला हैला ताले पिले अत्र श्रीहर्ष नलस्य वर्णनम करोति नलंकर पिले वर्णना करिसंती नलस्य कथा नलंकर कथा पिले स्वस्य श्रृंगारादि रसैहि निजर श्रृंगारादि रस द्वारा अमृतम अपि तिरस्करोति अमृत को मध्य तिरस्कार करि दिए आउ नलः यम कीर्ति समूहम प्राप्तवान तम सह स्वस्य प्रताप बलेनैव प्राप्तवान आउ एथरु जणा पडुची राजा नल जहा भी किछि कीर्ति पाइचंती ताहा काहा बलरे निजर प्रताप बलरे एणु तांकर कीर्ति समूह जदि श्वेत छत्र हुए ताले से कीर्ति समूह को धरि रखिथिबा दंड टिपले कोन ना छत्रर सुवर्णमय दंड हेउची नलंकर देदीप्यमान प्रताप समूह आ तस्य समीपे शौर्यादि आश्चर्यजनक गुणा वर्तन्ते या सहित
ରାଜା ନଳଙ୍କ ପାଖରେ ପିଲେ ଶୌର୍ଯ୍ୟ ଆଦି ମହତ୍ୱପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଗୁଣ ସବୁ ରହିଥିଲା। ହେଲା, ତାହେଲେ ନଳସ୍ୟ କଥା କଇହି ସୁଧାବଧୀରିଣୀ କାହା ଦ୍ଵାରା ପିଲେ ଅମୃତକୁ ତିରସ୍କାର କରୁଥିଲା? ରସେଇ ରସେଇ, ରସ ଦ୍ଵାରା ପିଲେ, ଶୃଙ୍ଗାର ଆଦି ରସ ଦ୍ଵାରା। ଆଉ କିଏ ସେ ପିଲେ? ସୁବର୍ଣ୍ଣ ଦଣ୍ଡୈକ ସୀତାତ ପତ୍ରିତ ଜ୍ୱଲତ୍ ପ୍ରତାପା ବଲିକିରୀତି ମଣ୍ଡଳ ନା ରାଜା ନଳ ପିଲେ। ତ ଛନ୍ଦ ହେଉଛି ବଂଶସ୍ଥ ଛନ୍ଦ। ଅଳଙ୍କାର ପିଲେ ଏଠି ରହିଛି ବ୍ୟତିରେକ ଅଳଙ୍କାର। ହଁ, ଆଉ ପିଲେ ବ୍ୟତିରେକ ସହିତ ରୂପକ ଅଳଙ୍କାର ମଧ୍ୟ। ହେଲା, ଠିକ ଅଛି ପିଲା। ବାକି ଆମେ କାଲିକି ପୁଣି 3 ନମ୍ବର ଶ୍ଲୋକରୁ ପିଲେ ଦେଖିବା। ଦିନକୁ ପିଲେ 3-4ଟା ଶ୍ଲୋକ ଆଟଲିଷ୍ଟ ଆମେ ପଢି ଦେବା ପିଲେ, କାହିଁକି ନା ବହୁତ ବଡ ଅଛି ନା ପିଲେ, ସରିବା ଦରକାର ପୁଣି। ଠିକ ଅଛି, ହଉ ପିଲେ, ଆଉ ବାକି କାଲିକି ଦେଖିବା ଆଉ। ଆଜ୍ଞା ସାର୍। ସାର୍ ଯୋଉ ମାନେ ମମ୍ମଟ ଯୋଉ କହିଲେ ତାଙ୍କର କି ଶ୍ରୀହର୍ଷାଦେ ଧାବକାଦି ନାମିବ ଧନମ, ତ ହଁ ଏଇଟା ହଁ ହଁ ସତରେ ଧାବକ ବୋଲି ଜଣେ ଲେଖିଥିଲେ ନା ଶ୍ରୀହର୍ଷ ଲେଖିଥିଲେ? ନାଇଁ, ଧାବକ ଜଣେ ଥିଲେ ହିଁ। ଧାବକ ଶ୍ରୀହର୍ଷଙ୍କୁ କହୁଛନ୍ତି, କିନ୍ତୁ ଧାବକ ସ୍ୱତନ୍ତ୍ର ଥିଲେ। କାହିଁକି ନା ମମ୍ମଟଙ୍କର ବହୁତ ପରେ ନା ଶ୍ରୀହର୍ଷ, ତ ମମ୍ମଟ ତାଙ୍କୁ କେମିତି କହିପାରିବେ? ବୁଝିପାରୁଛ ନା ନାଇଁ? ମମ୍ମଟଙ୍କର ବହୁତ ପରବର୍ତ୍ତୀ। ସେଥିରେ କଣ ମାନେ ବାକ୍ୟ କଣ ଆସିଲା? ଧାବକାଦି ନାମ ଇବ ୟଶଃ ନା ଧନମ? ନାଇଁ ୟଶ ନାଇଁ ସାର୍, ଧନମ ଧନମ। ମାନେ ଯୋଉଟା କି ଏଇଟା ଧାବକ ବୋଲି ଜଣେ ଆକ୍ଚୁଆଲି ଲେଖିଥିଲେ, କିନ୍ତୁ ଶ୍ରୀହର୍ଷଙ୍କ ନାଁରେ ଲେଖିଥିଲେ, ତେଣୁକରି ଶ୍ରୀହର୍ଷ ତାଙ୍କୁ ବହୁତ ଧନ ଦେଇଥିଲେ ବୋଲି ଏମିତି କୁହାଯାଏ। ହଁ ହଁ, ହେଲା ହେଲା। ସେଠି ଯୋଉ ହର୍ଷ କଥା କହୁନ କି, ସିଏ ଏ ଶ୍ରୀହର୍ଷ ନୁହନ୍ତି। ବୁଝିପାଇଲ? ସିଏ ହଉଥିଲେ ହର୍ଷବର୍ଦ୍ଧନ, ରାଜା ହର୍ଷବର୍ଦ୍ଧନ। ହେଲା, ଆଜ୍ଞା ସାର୍। କାହିଁକି ନା ସେ ଯୋଉ ହର୍ଷବର୍ଦ୍ଧନ ଥିଲେ, ସେ ବି କାବ୍ୟ କବିତା ଲେଖୁଥିଲେ ନା। ଯେମିତି କିି ତାଙ୍କର ପିଲେ ତମମାନେ ଶୁଣିଥିବ ରତ୍ନାବଳୀ। ଠିକ ଅଛି, ଏଇଗୁଡା ସବୁ ତାଙ୍କର ଲେଖା ଗୁଡାକ। ହେଲା, ତ ସେଥିପାଇଁ ଧାବ କବି ଲେଖିକିରି ହର୍ଷବର୍ଦ୍ଧନଙ୍କ ନାଁ, ସିଏ ହର୍ଷ ଅଲଗା, ସେ ହର୍ଷ ନୁହଁ। କାହିଁକି? ଶ୍ରୀ ହର୍ଷ ବହୁତ ଆଧୁନିକ ପିଲେ, ଦ୍ୱାଦଶ ଶତାବ୍ଦୀର ନା, କାଲି ଆମ ମାନେ ପଢିଲେ। ତ ସେଇଟା ସେଇ ହର୍ଷବର୍ଦ୍ଧନ, ରାଜା ହର୍ଷବର୍ଦ୍ଧନ। ବୁଝିହେବ ତ? ଆଜ୍ଞା ସାର୍। ହଁ, ତାଙ୍କର ବି ରତ୍ନାବଳୀ, ନାଗାନନ୍ଦ, ପ୍ରିୟଦର୍ଶିକା ବହୁତ ସାରା ଅଛି ନା ତାଙ୍କର ବି କାବ୍ୟ ପିଲେ। ହଉ ପିଲେ, ଠିକ ଅଛି, ପୁଣି ଆମମାନେ ଦେଖିବା କାଲିକି ଆଉ।